ଭିକେ ପାଣ୍ଡିଆନଙ୍କ ଉପରେ ଡାଲି ମାଡ଼। ପାଣ୍ଡିଆନଙ୍କ ଉପରେ ପ୍ରଦୀପଙ୍କ 13 ଛାବାଣ। ଅଣ୍ଟି ଛୁରୀ ହୋଇ ତଣ୍ଟି କାଟିଲେ ପାଣ୍ଡିଆନ। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବଡ଼ ବୟାନ। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସାମ୍ନାରେ ସବୁ କଥା ବଖାଣିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଜେଲ୍ ଭିତରେ ମୋତେ ଦେଇଥିଲେ ଅସହ୍ୟ ଯନ୍ତ୍ରଣା। ଏମିତିକି ଛୋଟ ପିଲାଙ୍କ ଡାଲି ଚାଉଳ ମଧ୍ୟ ହଡ଼ପ କରିଛନ୍ତି ଭିକେ ପାଣ୍ଡିଆନ। ତ୍ରିକାଳଦର୍ଶୀ ହୋଇ ସବୁ ଜାଣିପାରୁଥିଲେ, କିନ୍ତୁ ମୁହଁ ଖୋଲିବା ପୂର୍ବରୁ ନବୀନ ବାବୁ ମୁହଁ ବନ୍ଦ କରିଦେଇଥିଲେ। ନିଜକୁ କାଗଜ ଭଳି ସଫା ଦେଖାଇ ନିଜକୁ ନିଜ କ୍ଲିନ୍ ଚିଟ୍ ଦେଇଥିଲେ ଭିକେ ପାଣ୍ଡିଆନ। କିନ୍ତୁ ସେ ଯେତେବେଳେ ଜିଲ୍ଲାପାଳ ଥିଲେ, ସେ ସମୟରେ ବଡ଼ ବଡ଼ ଘୋଟାଲାରେ ଡାଲିକୁ ହଡ଼ପ କରିଥିଲେ ମହାଶୟ ପାଣ୍ଡିଆନ। ଏମିତିକି ତାଙ୍କ ଉପରେ ଭିଜିଲାନ୍ସ ଚାର୍ଜସିଟ୍ ମଧ୍ୟ ଫାଇଲ ହୋଇଥିଲା। କିନ୍ତୁ ଅସମ୍ଭବକୁ ସମ୍ଭବ କରି ପୂର୍ବ ସରକାର ଅତି ଚାଲାକ ସହ ପାୱାର କରିଡର ପାଲଟିଥିଲେ ପାଣ୍ଡିଆନ, ଯାହାଦ୍ୱାରା ପୋଲିସ ଡିଜିଙ୍କୁ ବି ତାଙ୍କୁ ଦେଖା କରିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ବିଚକ୍ଷଣ ବୁଦ୍ଧି ଲଗାଇ ପୂର୍ବ ସରକାରକୁ ନିଜ ହାତରେ ରଖି ରାଜୁତି ଚଳାଇଥିଲେ ଭିକେ ପାଣ୍ଡିଆନ। କି ପଏଣ୍ଟରେ ନିଜ ଅଫିସରକୁ ବସାଇ ନିଜେ ଖସି ଯାଇଥିଲେ ପାଣ୍ଡିଆନ। ଆଉ ଏସବୁ ଉପରେ ବେଶ ଭଲ ଭାବେ ଅବଗତ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମିତି ପୂର୍ବତନ 5T ଅଧ୍ୟକ୍ଷ ତାଙ୍କ ପାଖେ ଆସି ରିପୋର୍ଟ ଦେଇଥିଲେ, କିନ୍ତୁ 5T ଅଧ୍ୟକ୍ଷ ହେବା ପରେ ଶାସନ ବ୍ୟବସ୍ଥାକୁ ହିଁ ଓଲଟାଇ ଦେଇଥିଲେ ଭିକେ ପାଣ୍ଡିଆନ। ରାଜ୍ୟରେ ବାଲି, ମାଟି, ଚାଉଳ ଏମିତିକି ପିଲାଙ୍କ ଡାଲି ହଡ଼ପ କରିଥିବା ପାଣ୍ଡିଆନକୁ ପ୍ରଶ୍ରୟ ଦେଇଥିଲେ ନବୀନ ପଟ୍ଟନାୟକ। ଏକଥା ଖୁଲମଖୁଲା କହିଛନ୍ତି ବ୍ରହ୍ମପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏଥିସହିତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ଅସହ୍ୟ ଅତ୍ୟାଚାର କରାଯାଉଥିଲା ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବାଇଟ୍ ଦେଇ କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପଙ୍କ ଏଭଳି ବୟାନରେ ବିଜେଡି ନେତା ଓ ନେତ୍ରୀମାନେ କ'ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ଓଡକା ସମ୍ବାଦ ଲାଇଭ।